ସିଏ ସାଧନ ମୁଣ୍ଡ ନ ପୁରେଇଥାନ୍ତା କିଛି ହେଇନଥାନ୍ତା। ସିଏ ମେନ୍ ପୁରେଇ ଦେଲା ସମସ୍ତଙ୍କର ସୁଖ। କହିଲା ସେ କଣ କେଇଟା ଧମକି ମତେ ଆମେ କଣ କରିବୁ ବୋଲ ଆମକୁ ତ ଧମକେଇଲେ ମୁଁ କଣ କରିବି। ମୁଁ ସିନା ଘରେ ବସିଲି, ସିଏ ତ ସବୁବେଳେ ବାହାରେ ବୁଲୁଛନ୍ତି। ରାତି ଅଧା 3 ପରେ ସେ ଘରକୁ ପଳେଇଛନ୍ତି। ତାଙ୍କର ଯଦି ଭଲ ମନ୍ଦ କଣ କରିଦେଇଥାନ୍ତେ। ଦେଖୁଛ ତ ଲିଟୁ ଦାସକୁ ଦିନ 2 ପରେ ପଡି କଣ କରିବ। ତାପରେ ଇଏ କହିଛନ୍ତି ଏମିତି ସେ ପଳେଇଛନ୍ତି ନା କୋଉଠି ଅଛ କୁହ। ଆଙ୍କୁ କହିଲେ ଇଏ କହିଲେ ମୁଁ ଜାଣିନି ସେ କୋଉଠି ନା ତୋ ସ୍ତ୍ରୀ କୁଆଡେ ଯାଇ ତୁ ଜାଣିନୁ। ତାପରେ ଏମିତି କହିକି ଯା ବସିଛି ଆଉ। ତମେ ବି ଲାଷ୍ଟକୁ ତାଙ୍କ କଥାରେ ଭୟ ପାଇକି କଣ କରିବି ତମେ କହିଲ। ମୁଁ ମତେ କହିଲେ ଏମିତି ଧମକେଇଲେ ମୁଁ କଣ କରିବି। ମୁଁ କାଲି ଠାରୁ ଏଇ କଥା ସମସ୍ତଙ୍କ କହୁଛି ମୋର ଭୁଲ ନାହିଁ ରେ ତମେ। ମୁଁ ତମ ପାଇଁ କେତେ କରିଛି ତମେ ଜାଣିନା। ମୁଁ ବହୁତ ସତର୍କ ହେଇକି ଆସିଛି ବି ନେଲି ମୋଠୁ। କଣ ଧମକେଇଲେ? କହିଲେ ବା ଏଇଆ କହିଲେ ଭଲ ମନ୍ଦ ଯାହା ହବ ଆଉ ବୁଝିବନି ସେତେବେଳକୁ ତମେ ଦେଇଛ ମାନେ ଦବନି କଣ ପାଇଁ, କାହିଁକି କଣ ପାଇଁ ଦବନି, ଏମିତି ମାନେ ବହୁତ କଥା କହିଛନ୍ତି ହେଲା। କିଏ ଆଇଥିଲେ? ସେ ସବୁ ସେ ଯୋଉ ସେଡକା ପିଲା ବା ସେଇ ନୂଆ ଗାଁ ଧନିଆଗଡା ପିଲା ସବୁ। ସେ ସବୁ ସେ ଧନିଆପଡା ନୂଆ ଗାଁ ପିଲା 5 ଜଣ ତ ଆଉ। ମତେ ତ କହିନ ସାଇନ ଦେଇଛ ବୋଲି। କହିନି ଫୋନ ପାଖରେ ନାହିଁ। ଇଏ ଫୋନ କରିଥିଲେ ମୁଁ କହିଥାନ୍ତି। ତାପରେ ଇଏ ବି ସକାଳୁ ଆଉ ଫୋନ କରିନାହାନ୍ତି। ମୁଁ ଏଇନା ଗାଧେଇ ଆସିଥିଲି ଫୋନ କରିଥାନ୍ତି ସେ ଭାଉଜ ମୋବାଇଲରେ। ତାପରେ ୟାଙ୍କୁ କହିଥାନ୍ତି ଇଏ ତ ଏଇ ସାଙ୍ଗେ ସାଙ୍ଗେ ଫୋନ କଲେ ଆଉ ମୁଁ କଣ କରିବି ତମେ ମତେ ଯେତେ ଭୁଲ ବୁଝୁଛ ବୁଝ ପଛେ ମୁଁ ତମ ପଟୁଆ ଥିଲି ହେଲା। ମୁଁ ସପୋର୍ଟରେ ସବୁଦିନ ଅଛି। ଦେଇକି ବି ଦସ୍ତଖତ ତମ ପଟରେ ଅଛି ଏଇଟା ମନେ ରଖ। ଦସ୍ତଖତ ନେଇଗଲେ ଆଉ କଣ କହିଲେ? କହିଲେ କେତେ କଥା କହିଲେ ଆଉ ଯିବା ପାଇଁ କହିଲେ ଏଠି ସେଠି ଏମିତି କହିଲେ। ମୁଁ କୋଉ କଥା ରାଜି ହେଲେନି। କହିଲେ ଆଉ ତମେ ଦସ୍ତଖତ ଦେଲା ଆଉ ମୁଁ କହିଲି ହଉ ତମେ ଯାଅ। ମୁଁ ତାଙ୍କୁ କହିଲି ସେ ଛୁଆଙ୍କୁ କହିଲେ ହଉ ତମେ ଯାଅ। କହିଲେ ଆମ ସାଙ୍ଗରେ ଚାଲ ରହିବ କି ଭଲ ମନ୍ଦ କରିବ। କୋଉଠି ତାଙ୍କ ସାଙ୍ଗେ ଯିବି ମୁଁ କଣ ତାଙ୍କ ସାଙ୍ଗେ ଯିବି କଣ ସେ କଣ ଆମକୁ ନେଇକି କୋଉଠି କହିବେ ତମେ ଚାଲ ସୋମବାର ଦିନ ନୋଟିଫିକେସନ କରିବେ। କହିବେ ସିଗ୍ନେଚର ଭେରିଫାଇ ହବ ତାପରେ ଅନାସ୍ଥା ପାଇଁ ଭୋଟ ଦବାକୁ ଯିବ ମାନେ ମତେ ହଟେଇବା ପାଇଁ। କିଏ କହିବେ? ଏ ସାଙ୍ଗେ ଡାକିକି ନେବେ ନା ତମ କଲେକ୍ଟର ଅଫିସ ଡାକିକି ନେବେ। ସେଠି ଯାଇ ତମେ ସିଗ୍ନେଚର ମାରିକି ଆସିବ। ଭିଡ ହବ ସବୁ। ତାପରେ ଏପଟ ତ ଲୋକ ଲଜ୍ଜା ନିଜ ୱାର୍ଡରେ ନିଜ ଗାଁରେ ଲୋକ କଣ କହିବେ ସେଇଟା ନିଜ ଲଜ୍ଜା ତ ନିଜ ଲଜ୍ଜା ଘର ପାଖ ଲୋକ ହେଇକି ଦସ୍ତଖତ ଦେଲୁ ଆଉ ନିଜ ଲଜ୍ଜା ନୁହ ଆଉ କଣ। ଆମେ ଶୁଣ ସତ କଥା କହୁଛି। ସିଏ ସାଧନ ମୁଣ୍ଡ ନ ପୁରେଇଥାନ୍ତା କିଛି ହେଇନଥାନ୍ତା। ସିଏ ମେନ୍ ପୁରେଇ ଦେଲା ସମସ୍ତଙ୍କର ସୁଖ। ସିଏ ସାଧନ ମୁଣ୍ଡ ନ ପୁରେଇଥାନ୍ତା କିଛି ହେଇନଥାନ୍ତା। ସିଏ ମେନ୍ ପୁରେଇ ଦେଲା ସମସ୍ତଙ୍କର ସୁଖ। କହିଲା ସେ କଣ କେଇଟା ଧମକି ମତେ ଆମେ କଣ କରିବୁ ବୋଲ ଆମକୁ ତ ଧମକେଇଲେ ମୁଁ କଣ କରିବି। ମୁଁ ସିନା ଘରେ ବସିଲି, ସିଏ ତ ସବୁବେଳେ ବାହାରେ ବୁଲୁଛନ୍ତି। ରାତି ଅଧା 3 ପରେ ସେ ଘରକୁ ପଳେଇଛନ୍ତି। ତାଙ୍କର ଯଦି ଭଲ ମନ୍ଦ କଣ କରିଦେଇଥାନ୍ତେ। ଦେଖୁଛ ତ ଲିଟୁ ଦାସକୁ ଦିନ 2 ପରେ ପଡି କଣ କରିବ। ତାପରେ ଇଏ କହିଛନ୍ତି ଏମିତି ସେ ପଳେଇଛନ୍ତି ନା କୋଉଠି ଅଛ କୁହ। ଆଙ୍କୁ କହିଲେ ଇଏ କହିଲେ ମୁଁ ଜାଣିନି ସେ କୋଉଠି ନା ତୋ ସ୍ତ୍ରୀ କୁଆଡେ ଯାଇ ତୁ ଜାଣିନୁ। ତାପରେ ଏମିତି କହିକି ଯା ବସିଛି ଆଉ। ତମେ ବି ଲାଷ୍ଟକୁ ତାଙ୍କ କଥାରେ ଭୟ ପାଇକି କଣ କରିବି ତମେ କହିଲ। ମୁଁ ମତେ କହିଲେ ଏମିତି ଧମକେଇଲେ ମୁଁ କଣ କରିବି। ମୁଁ କାଲି ଠାରୁ ଏଇ କଥା ସମସ୍ତଙ୍କ କହୁଛି ମୋର ଭୁଲ ନାହିଁ ରେ ତମେ। ମୁଁ ତମ ପାଇଁ କେତେ କରିଛି ତମେ ଜାଣିନା। ମୁଁ ବହୁତ ସତର୍କ ହେଇକି ଆସିଛି ବି ନେଲି ମୋଠୁ। କଣ ଧମକେଇଲେ? କହିଲେ ବା ଏଇଆ କହିଲେ ଭଲ ମନ୍ଦ ଯାହା ହବ ଆଉ ବୁଝିବନି ସେତେବେଳକୁ ତମେ ଦେଇଛ ମାନେ ଦବନି କଣ ପାଇଁ, କାହିଁକି କଣ ପାଇଁ ଦବନି, ଏମିତି ମାନେ ବହୁତ କଥା କହିଛନ୍ତି ହେଲା। କିଏ ଆଇଥିଲେ? ସେ ସବୁ ସେ ଯୋଉ ସେଡକା ପିଲା ବା ସେଇ ନୂଆ ଗାଁ ଧନିଆଗଡା ପିଲା ସବୁ। ସେ ସବୁ ସେ ଧନିଆପଡା ନୂଆ ଗାଁ ପିଲା 5 ଜଣ ତ ଆଉ। ମତେ ତ କହିନ ସାଇନ ଦେଇଛ ବୋଲି। କହିନି ଫୋନ ପାଖରେ ନାହିଁ। ଇଏ ଫୋନ କରିଥିଲେ ମୁଁ କହିଥାନ୍ତି। ତାପରେ ଇଏ ବି ସକାଳୁ ଆଉ ଫୋନ କରିନାହାନ୍ତି। ମୁଁ ଏଇନା ଗାଧେଇ ଆସିଥିଲି ଫୋନ କରିଥାନ୍ତି ସେ ଭାଉଜ ମୋବାଇଲରେ। ତାପରେ ୟାଙ୍କୁ କହିଥାନ୍ତି ଇଏ ତ ଏଇ ସାଙ୍ଗେ ସାଙ୍ଗେ ଫୋନ କଲେ ଆଉ ମୁଁ କଣ କରିବି ତମେ ମତେ ଯେତେ ଭୁଲ ବୁଝୁଛ ବୁଝ ପଛେ ମୁଁ ତମ ପଟୁଆ ଥିଲି ହେଲା। ମୁଁ ସପୋର୍ଟରେ ସବୁଦିନ ଅଛି। ଦେଇକି ବି ଦସ୍ତଖତ ତମ ପଟରେ ଅଛି ଏଇଟା ମନେ ରଖ। ଦସ୍ତଖତ ନେଇଗଲେ ଆଉ କଣ କହିଲେ? କହିଲେ କେତେ କଥା କହିଲେ ଆଉ ଯିବା ପାଇଁ କହିଲେ ଏଠି ସେଠି ଏମିତି କହିଲେ। ମୁଁ କୋଉ କଥା ରାଜି ହେଲେନି। କହିଲେ
ଆଉ ତମେ ଦଶପତ୍ର ଦେଲା ଆଉ ମୁଁ କହିଲି ହଉ ତମେ ଯାଅ। ମୁଁ ତାଙ୍କୁ କହିଛି ଛୁଆଙ୍କୁ କହିଲି ହଉ ତମେ ଯାଅ। ନା ସେ ତ କହିନି ଆମ ସାଙ୍ଗରେ ଚାଲ ରହିବ କି ଭଲ ମନ୍ଦ କରିବ। କୋଉଠି ତାଙ୍କ ସାଙ୍ଗେ ଯିବି ମୁଁ କଣ ତାଙ୍କ ସାଙ୍ଗେ ଯିବି କଣ ସେ କଣ ଆମକୁ ନେଇକି କୋଉଠି ପହଞ୍ଚେଇବେ ଆମେ ଭାଇ ଗୋଟେ ସେ କହିବେ ତମେ ଚାଲ ସୋମବାର ଦିନ ନୋଟିଫିକେଶନ କରିବେ କହିବେ ସିଗ୍ନେଚର ଭେରିଫାଇ ହବ ତାପରେ ଅନାସ୍ଥ ପାଇଁ ଭୋଟ ଦବାକୁ ଯିବ ମାନେ ମତେ ହଟେଇବା ପାଇଁ। କିଏ କହିବେ? ଏ ସେ ସାଙ୍ଗେ ଡାକିକି ନେବେ ନା ତମ କଲେକ୍ଟର ଅଫିସ ଡାକିକି ନେବେ ସେଠି ଯାଇ ତମେ ସିଗ୍ନେଚର ମାରିକି ଆସିବ ଭିଡିଓ ହବ ସବୁ ତାପରେ ଏପଟେ ତ ଲୋକ ଲଜ୍ଜା ନିଜ ୱାର୍ଡ ନିଜ ଗାଁରେ ଲୋକ କଣ କହିବେ ସେଇଟା ବି ନିଜ ଲଜ୍ଜା ତ ନିଜ ଲଜ୍ଜା ଘର ପାଖ ଲୋକ ହେଇକି ଦର୍ଶକ ଦେଲୁ ଆଉ ନିଜ ଲଜ୍ଜା ନୁହ ଆଉ କଣ। ଆମେ ଶୁଣ ସତ କଥା କହୁଛି ସିଏ 7 ଜଣ ମୁଣ୍ଡ ନ ପୁରେଇଥାନ୍ତା କିଛି ହେଇନଥାନ୍ତା ସିଏ ମେନେ ପୁରେଇ ଦେଲା ସମସ୍ତଙ୍କର